ପିଲାମାନେ ଆଜି ଆମେ ଦେଖିବା ବୃତ୍ତ ସମ୍ବନ୍ଧୀୟ। ଏଇଟା ହଉଛି ଗୋଟେ ବୃତ୍ତ। এই ବୃତ୍ତରେ এই ଚାପ ଅନ୍ତର୍ଗତ କେନ୍ଦ୍ରୀୟ କୋଣ, এই ଯୋଉ ଚାପଟା ଅଛି এই ଚାପର ଅନ୍ତର୍ଗତ କେନ୍ଦ୍ରୀୟ କୋଣ ଆମକୁ ଦତ୍ତ ଅଛି। ଧରାଯାଉ ଏଇଟା ଅଛି 140 ଡିଗ୍ରୀ। ତାହେଲେ এই ବୃତ୍ତର ପରିଦିଷ୍ଟ କୋଣ କେତେ ହବ? ଏଇଠି ପରିଦିଷ୍ଟ କୋଣଟା କେତେ ହବ? ଏହାକୁ ଆମେ କିପରି କରିବା? ତେଣୁ ଆମେ ଏହାକୁ ସଲ୍ଭ କରିବା ପାଇଁ ଗୋଟେ ଥିଓରମ୍ ପଢ଼ିଥିଲେ। ସେ ଥିଓରମ୍ଟା ହେଉଛି ବୃତ୍ତ ସମ୍ବନ୍ଧୀୟ ଥିଓରମ୍ଟା। ଦେଖିବା ସେଇଟା କ'ଣ ଥିଲା ନା, କୌଣସି ଚାପ ଯଦି କେନ୍ଦ୍ରରେ 2θ କୋଣ ଅଙ୍କନ କରେ, এই ଚାପଟା ଧରାଯାଉ AXB ଚାପଟା କେନ୍ଦ୍ରରେ 2θ କୋଣ ଅଙ୍କନ କରୁଛି, ତାହେଲେ ତାହା ପରିଦିଷ୍ଟ କୋଣ ଥିଟା ଆସିବ, ଆର ଅଧା ଏଠି ଆସିବ। ତେଣୁ এই ଥିଓରମ୍ ଅନୁସାରେ এই ଜାଗାରେ କୋଣ ଆସିବ କେତେ ନା 140/2। এই ଯୋଉ ଥିଟାଟା ଆସିବ କେତେ? ଏଠାରେ ପରିଦିଷ୍ଟ କୋଣ ଆସିବ କେତେ ନା 140 ଡିଗ୍ରୀ ବିଭକ୍ତ କରି 2, ମାନେ କେତେ ନା 70 ଡିଗ୍ରୀ। ବହୁତ ସହଜ ଜିନିଷ। ତେଣୁ ଆମେ ଏଇଟାକୁ ଯଦି ମନେ ରଖିବା ଯେ କୌଣସି ଚାପ ବୃତ୍ତ କେନ୍ଦ୍ରରେ ଯେତିକି କୋଣ ଉତ୍ପନ୍ନ କରେ ତାହା ବା ସେଇ ଚାପଟି ତାର ପରିଧି ଉପରେ ତାର ଅଧା କୋଣ ଉତ୍ପନ୍ନ କରେ। ତେଣୁ ବର୍ତ୍ତମାନ ଆଉ ଗୋଟେ ପ୍ରଶ୍ନ ମୁଁ ଦେଉଛି, ତାକୁ ଚେଷ୍ଟା କର ସଲ୍ଭ କରିବା ପାଇଁ। ଏଠାରେ କେନ୍ଦ୍ରୀୟ କୋଣଟି ଦେଇଛି 120 ଡିଗ୍ରୀ। ବର୍ତ୍ତମାନ ମୁଁ ଏଠି ପରିଦିଷ୍ଟ କୋଣ ଦୁଇଟା ତିଆରି କରୁଛି। ଏ କୋଣ କେତେ ଆଉ ଏ କୋଣ କେତେ ହେଲା କି?